ରାତି ଆସି 8ଟା ହୋଇସାରିଥାଏ। ରମେଶ ବସ୍ରୁ ଓହ୍ଲାଇ ନିଜ ଗାଁ ରାସ୍ତା ଦେଇ ଆଗେଇଲା। ଦୀର୍ଘ 9 ବର୍ଷ ପରେ ସେ ନିଜ ଗାଁକୁ ଫେରୁଛି। ଗାଁ ତାକୁ ନୂଆ ନୂଆ ଲାଗୁଥାଏ। 9 ବର୍ଷ ପୂର୍ବ କଥା ତାର ଗୋଟି ଗୋଟି ମନେ ପଡୁଥାଏ। ତା କ୍ଲାସମେଟ୍ ଝିଅ ମୀନା, ଦୁହେଁ ଦୁହିଁକୁ ବହୁତ ପସନ୍ଦ କରୁଥିଲେ। ମୀନା ଜାତିରେ ଥିଲା ବ୍ରାହ୍ମଣ ଓ ରମେଶ ଖଣ୍ଡାୟତ ଘରର। ରମେଶ ଘରର ଲୋକ ମୀନାକୁ ଘରର ବୋହୂ କରିବା ପାଇଁ ମାନି ନେଇଥିଲେ। ଦିନେ ରମେଶ ମୀନାର ଜନ୍ମଦିନରେ ତାଙ୍କ ଘରକୁ ଯାଇଥିଲା ମୀନାର ହାତ ମାଗିବା ପାଇଁ। ମାତ୍ର ତାଙ୍କ ଘର ଲୋକ ତାର ବେଇଜ୍ଜତ କରି ଘରୁ ତଡ଼ି ଦେଇଥିଲେ। ଏହା ମୀନା ଜମାରୁ ସହିପାରିନଥିଲା। ସେହିଦିନ ଠାରୁ ତାଙ୍କ ଘରୁ ଫେରି ରମେଶ ଦିଲ୍ଲୀ ଚାଲି ଯାଇଥିଲା। ବାସ୍ ଘର ଲୋକଙ୍କଠୁ ଶୁଣିଥିଲା ମୀନା ମଧ୍ୟ କୁଆଡ଼େ ସେହିଦିନରୁ ଘର ଛାଡ଼ି ଚାଲି ଯାଇଛି। ଏଯାଏଁ ବି ଘରକୁ ଫେରି ନାହିଁ। ଏମିତି ମୀନା କଥା ଭାବୁ ଭାବୁ ଗାଁ ରାସ୍ତାରେ ଆଗେଇ ଚାଲିଥାଏ। ରମେଶର 2 ଜଣଙ୍କ ପ୍ରତି ଭଲ ପାଇବା, ତ୍ୟାଗ ସବୁ କିଛି ମନେ ପଡୁଥାଏ। ଗାଁ ରାସ୍ତା ଟିକେ ନିଚାଟିଆ ତ, ସେଥିପାଇଁ ସେ ମୋବାଇଲରେ ଟର୍ଚ୍ଚ ଲଗାଇ ଆଗେଇ ଆଗେଇ ଚାଲିଥାଏ। ହଠାତ୍ ପଛପଟୁ କିଏ ତା ହାତ ଧରି କହିଲା, ଆରେ ରଶ୍ମି, ତୁ ଏତେ ରାତିରେ ଅନ୍ଧାରରେ କୁଆଡ଼େ ଯାଉଛୁ? ହଠାତ୍ ରଶ୍ମି ନାଁ ଶୁଣି ଅଟକିଗଲା ରମେଶ। ଏ ନାଁରେ କେବଳ ତାକୁ ମୀନା ହିଁ ଡାକେ। ପଛକୁ ଅନାଇ ଦେଖେ ତ ମୀନା। ଆଲୋ ମୀନା, ତୁ ବି ଏ ଅନ୍ଧାରରେ କୁଆଡ଼େ ଯାଉଛୁ? ରମେଶର ଏମିତି ପ୍ରଶ୍ନ ଶୁଣି ମୀନା ଜୋରରେ ହସିବାରେ ଲାଗିଲା ଓ କହିଲା, ନାଇଁରେ ପାଗଳା, ତୁ ମୋ କଥା ଛାଡ଼ ନା, ତୁ ଫାଷ୍ଟ କହିଲୁ। ତୋର କ'ଣ ମୋ କଥା କେବେ ମନେ ପଡ଼େନି? ମନକୁ ଉଦାସ କରି କହିଲା। ରମେଶ କହିଲା, ଆଲୋ ଏ ପାଗେଳି, ତୋ କଥା ମୋର ସବୁବେଳେ ହିଁ ମନେ ପଡୁଥାଏ। ଘର ଲୋକ କହୁଥିଲେ ମୁଁ ତୁମ ଘରୁ ଫେରିବା ଦିନଠୁ ତୁ ବି ଘରୁ କୁଆଡ଼େ ପଳାଇ ଯାଇଥିଲୁ। ମୀନା ମନ ଦୁଃଖରେ କହିଲା, ଜାଣିଛୁ, ସେଦିନେ ତୁ ଆମ ଘରୁ ଫେରିବା ପରେ ମୁଁ ବି ଆମ ଘରୁ ରାଗି ପଳାଇ ଆସିଲି। ସୁମନ ଠାରୁ ଜାଣିବାକୁ ପାଇଲି ତୁ ଦିଲ୍ଲୀ ଯିବୁ। ତୋ ସହ ଯିବା ପାଇଁ ମୁଁ ମଧ୍ୟ ଏ ଛକ ଆଡ଼କୁ ଚାଲି ଆସିଲି। ତୁ ଆଉ ଗୋଟେ କଥା ଜାଣିଛୁ? ଆମ ଶ୍ରେଣୀ ରାଜା ମୋ ଆଖି ଆଗରେ ଗୋଟେ ଝିଅକୁ ତା ସାଙ୍ଗମାନଙ୍କ ସହ ସେ କ୍ଲବ ଭିତରକୁ ନେଇଗଲା। ମୋ ଆଖି ସାମ୍ନାରେ ତା ସହ ବଦମାସି କଲା ଓ ତାକୁ ମାରି ସେଇ ପୋଖରୀ ଘାଟରେ ପୋତି ଦେଲା। ମୁଁ ସ୍ତବ୍ଧ ହୋଇ ଚାହିଁ ରହିଥିଲି, କିଛି ବି କରିପାରିଲି ନାହିଁ ତାଙ୍କର। ରମେଶ ହଠାତ୍ କହି ଉଠିଲା, ଆଲୋ ତୁ ଏତେ ଚାଲାକ ଝିଅ ହୋଇ ପୁଲିସକୁ କେମିତି କଣ୍ଟାକ୍ଟ କରିପାରିଲୁନି? ମୀନା କହିଲା, ମୁଁ କିଛି କରିପାରିଲିନି ରେ, ମତେ କ୍ଷମା କରିଦେ ତୁ। ୟା ଭିତରେ ରମେଶର ଘର ପାଖାପାଖି ହୋଇସାରିଥିଲା। ମୀନା କହିଲା, ତୁ କାଲି ଆମ ଘରକୁ ଆସିବୁ, ଆମେ କଥା ହେବା। ଏହା କହି ତାଙ୍କ ଘର ଆଡ଼କୁ ପଳାଇଲା ଓ ରମେଶ ତାଙ୍କ ଘର ଆଡ଼କୁ ଆସିଲା। ରାତି ସାରା ସେ ମୀନାର କଥା ଭାବୁଥାଏ ଓ ମନେ ମନେ ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଉଥାଏ। ଯାହା ହେଉ ମୀନାକୁ ସେ ଏତେ ଦିନ ପରେ ମଧ୍ୟ ପାଇଯାଇଛି। ୟା ଭିତରେ ରାତି ପାହିଯାଏ। ସେ ସକାଳୁ ଗାଧୋଇ ପାଧୋଇ ପୁଣି ଚାଲିଲା ମୀନାର ଘରକୁ। ରମେଶକୁ ଦେଖି ମୀନାର ଘର ଲୋକ ବହୁତ ଖୁସି ହୋଇଗଲେ। ଘର ଭିତରକୁ ଡାକି ବହୁତ ସାରା କଥା ହେଲେ, କିନ୍ତୁ ରମେଶର ଆଖି ଖୋଜୁଥିଲା ମୀନାକୁ। କିଛି ସମୟ ପରେ ସେ ନୀରବତା ଭାଙ୍ଗି ପଚାରିଲା ମୀନା କଥା। ଘର ଲୋକ ସେହି ଦିନ ରାତିରୁ ମୀନା ଘରକୁ ଏଯାଏଁ ବି ଫେରି ନାହିଁ ବୋଲି କହିଲେ। ଏକଥା ଶୁଣି ରମେଶ ପୁରା ସ୍ତବ୍ଧ। ଆରେ କାଲି ସେ ରାତିରେ କାହା ସହ କଥା ହେଉଥିଲା? ରମେଶ ପୁରା ଡରିଗଲା ଓ ରାତିରେ ସେ ମୀନା ସହ ଯାହା ବି କଥା ହୋଇଥିଲା ଗୋଟି ଗୋଟି ତାଙ୍କ ଘର ଲୋକଙ୍କୁ କହିଲା। ତାର ମନେ ପଡ଼ିଗଲା ସ୍କୁଲରେ ରାଜା ମୀନାକୁ ପସନ୍ଦ କରୁଥିଲା। ତା ସହ ସବୁ କଥାରେ ଜୋର ଜବରଦସ୍ତି କରୁଥିଲା। ମୀନାର ଘର ଲୋକଙ୍କ ଠାରୁ ମୀନା ଘରକୁ ଫେରି ନଥିବା କଥା ଶୁଣି ରମେଶ ନିଶ୍ଚୟ ହୋଇଗଲା ଯେ ସେ କାଲି ରାତିରେ ମୀନା ନୁହଁ, ମୀନାର ପ୍ରେତାତ୍ମା ସହ କଥା ହୋଇଛି। ନିଶବ୍ଦ ରାତିରେ ମୀନା ରମେଶକୁ ପାଇ ତା ସହ ଘଟିଥିବା ସମସ୍ତ ଘଟଣା କହିଛି। ସେ ମୀନାର ଘର ଲୋକଙ୍କୁ ନେଇ ରାଜାର ଘରକୁ ଗଲା। ପୁଲିସକୁ ଡକାଇଲା। ପୁଲିସକୁ ଡରି ସେଦିନ ରାତି କଥା ରାଜା ପୁଲିସ ଆଗରେ ଗୋଟି ଗୋଟି କହିଲା। ସେଦିନ ସେ ମୀନାକୁ କିପରି ମାରିଲା, ପୋଖରୀରେ କେମିତି ପୋତିଲା, ସବୁ କିଛି।
राजा ठारू एमिति कथा शुणी रमेशर आखि दुईटी लुहरे भिजी जाउथाए। राजा को पुलिस नहीं गला। रमेश निजकु संभाली न पारी घर को फेरिला। कबाट किली सुई पड़िला जे जी जेते डाकिले भी जमारू बाहरिला नहीं। एमिति दिन जाई राति हैला काहा कथा भी शुणिलानी। एमिति ता आखि लागी जाई थाए। मीना आसी कहिला, तू मते सतरे बहुत भल पाऊ रे। आज मो आत्मा तो पाई शांति पाइछि। मु तोरी अपेक्षार अछि। तू मो पाई केबे भी कांदिबुनी, खुशी रे रहिबु। मु सबु बेले तो पाखे पाखे अछि। हठात रमेश निद भांगिला ओ मीनार आत्मा शांति पाई से भगवान को प्रार्थना कला। सेही दिनरु से आ मीना को केबे भी पाई नाही। फ्रेंड्स, आज गपटी आपन किपर लागला निश्चय कमेंट्स माध्यम रे जणाइबे। लाइक करिवे, शेयर करिवे, सब्सक्राइब करिवे। सब्सक्राइब करबा को जमारे भी भूलिबेनी। रहिली पुणी एक नुआ गप पर्यंत।